ଟିକେ ପାଣି ଦେଇପାରିବ। ରଘୁନାଥ ଚାହୁଁଛନ୍ତି ସାନ ଠାକୁର ଆରେ ଲକ୍ଷ୍ମଣ ପାଣି କୋଉଠି ଜଳ ଭିତରେ ଆସିବ। ସେଦିନ ମଧ୍ୟ ଠାକୁର ଅଭିରାମ ପରମହଂସ ଚାଲି ଚାଲି ଅରାଜି ରାଜ୍ୟକୁ ଯେତେବେଳେ ଯାଇଛନ୍ତି ନଦୀଟା ଦେଇ ଚାଲିବା ପରେ ଗୋଟିଏ ମାଟି ତା ବାପା ସାଙ୍ଗରେ ଆସିଥିଲା ଠାକୁରଙ୍କ ପାଖକୁ। ସରସ୍ୱତୀ ମା କାହିଁକି କେଜାଣି ବ୍ୟାଧିଗ୍ରସ୍ତ ହେଇ ଠାକୁରଙ୍କୁ ମୁଣ୍ଡିଆ ପକେଇ ଆସିଥିଲା। ତା ଝିଅ ବେଳରେ ଯାଇଥିଲା, କହିଥିଲା ଠାକୁର ମୋର ବାହାଘର ହବ କି ନାହିଁ ମୁଁ ଜାଣିନି, ବାହା ତ ହେବି, ବାପା କୋଉଠି କରିବେ? ବାପା ତ ମୋର ଟିଙ୍ଗା ଲୋକ, ଭାରି ରାଗି ଲୋକ, ଜୋର ଜବରଦସ୍ତ ଗୌର ମୋର ଆପଣଙ୍କ ପାଖକୁ ଆସିଛୁ। ହେଲେ ଠାକୁର ବୋଧେ ମୁଁ ଆଗେ ପଳେଇବି, ଆପଣ ଟିକେ କୃପା କରିବେ। ନା ଲୋ କି କୃପା କରିବେ ସରସ୍ୱତୀ? ନା ଠାକୁର ମୁଁ ଟିକେ ମଲାବେଳକୁ ଆପଣଙ୍କ ମୁହଁ ଟିକେ ଦେଖନ୍ତି। ଠାକୁର ହସିଲେ, କହିଲା ଆରେ ପାଗିଳିଟା ଛୁଆ ପିଲା ତୁ ମରିବୁ ମୁଁ ତୋ ପାଖକୁ ଯିବି ନା ଠାକୁର? କାହିଁ ମୋର ମନ ଟାଣୁଛି ମୁଁ ଦେହ ଛାଡ଼ିଲା ବେଳକୁ ଆପଣଙ୍କ ସାକ୍ଷାତ ରୂପ ଟିକେ ଦର୍ଶନ କରିବି। ବୋଲ ଆନନ୍ଦ ଜଟାୟୁ ପଚାରୁଛି ନାରାୟଣ ଅନେକ ଦିନର ଆଶା ଆକାଂକ୍ଷା ମୁଁ କରିକି ରଖିଛି ଆପଣଙ୍କ ହାତରୁ ଟିକେ ପାଣି ପାଇବି। ଆଜି ସେଇ ସମୟରେ ପହଞ୍ଚିଛି, ଆଉ ବଞ୍ଚିବା ପାଇଁ ଇଚ୍ଛା ନାହିଁ। ମାଗିବି ଠାକୁର ଟିକେ ପାଣି ଦିଅନ୍ତୁ, ମୁଁ ମାଗିବି। ଭଗବାନ ରାମ ଦେଖିଲେ ପାଣିଟା କେତେବେଳେ ଦିଆ ହୁଏ ନା ସନ୍ଧ୍ୟା ଶେଷରେ ପାଣି ଦିଆ ହୁଏ। ପାଣି ନେଇ ସାରିବା ପରେ ତ ପ୍ରାଣ ପଳେଇଯିବ, ମାଗିବନି। ତେଣୁ ଯୁଗେ ଯୁଗେ ଗୋଟେ କୀର୍ତ୍ତିଟେ ରହିଯିବ ଯେ ଭଗବାନ ପାଣି ଦେଇ ଦେଇ ଜଟାୟୁକୁ ବିଦା କରିଦେଲେ, ଆଉ ମାଗିବା ଜିନିଷଟା କିଛି ଦେଲେନି। କଣ ମାଗୁଛୁ ମାଏ? ନା ହେ ଠାକୁର ଯଦି କହୁଛନ୍ତି, ଯଦି ବାଧ୍ୟ କରୁଛନ୍ତି, ତାହେଲେ ମାଗୁଛି ମୁଁ। ଶୁଣନ୍ତୁ ଅବିରଲ ଭଗତି ଦେହ ସୁର ଦେବା କହୁଛନ୍ତି ମତେ, ତାର ଭଲ ଜିନିଷ ଗୋଟେ ଦିଅନ୍ତୁ ନା କଣ?